ଏବେ ଆମେ ପଲିଟିକାଲ ସାଇନ୍ସର ଲଙ୍ଗ କ୍ୱେଶ୍ଚନ୍ ଗୋଟେ ଆଲୋଚନା କରିବା ପରୀକ୍ଷା ଦୃଷ୍ଟିରୁ ଭେରି ଇମ୍ପୋର୍ଟାଣ୍ଟ। ତ ଆମେ ପ୍ରଥମେ ଆଲୋଚନା କରିସାରିଥିଲେ କେନ୍ଦ୍ର ରାଜ୍ୟ ମଧ୍ୟରେ ବ୍ୟବସ୍ଥାପିକା ସମ୍ପର୍କ। ତ ଏବେ ଆଲୋଚନା କରିବା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପ୍ରଶାସନିକ ସମ୍ପର୍କ। ତ ଚାଲ ଦେଖିବା କ୍ଷମତା ବଣ୍ଟନ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ଆଣିବା କଷ୍ଟକର ବ୍ୟାପାର। ଏହା ସମ୍ବିଧାନର 11 ଭାଗର ଧାରା 256ରୁ 263 ମଧ୍ୟରେ ଉଲ୍ଲେଖ କରାଯାଇଛି। ଆମର କେନ୍ଦ୍ର ରାଜ୍ୟ ମଧ୍ୟରେ ବ୍ୟବସ୍ଥାପିକା ସମ୍ପର୍କ ମଧ୍ୟ 11 ଭାଗରେ ଉଲ୍ଲେଖ କରାଯାଇଥିଲା। ଆଉ ଭାରତ ସମ୍ବିଧାନ ଅନୁସାରେ କେନ୍ଦ୍ର ସରକାର ଅଧିକ କ୍ଷମତାର ଅଧିକାରୀ ଅଟନ୍ତି। କେନ୍ଦ୍ର ରାଜ୍ୟ ମଧ୍ୟରେ ପ୍ରଶାସନିକ ସମ୍ପର୍କ ଗୁଡ଼ିକ ହେଲା, ପ୍ରଥମେ ରହିବ କେନ୍ଦ୍ରୀୟ ଆଧିପତ୍ୟ ମିନ୍ସ ଧାରା 256 ଅନୁସାରେ କେନ୍ଦ୍ର ରାଜ୍ୟ ଉପରେ ଆଧିପତ୍ୟ ବିସ୍ତାର କରେ। ପାର୍ଲିଆମେଣ୍ଟ ଦ୍ୱାରା ପ୍ରଣୀତ ଆଇନକୁ ମାନିବାକୁ ରାଜ୍ୟମାନେ ବାଧ୍ୟ। ବିଭିନ୍ନ ସମୟରେ କେନ୍ଦ୍ର ରାଜ୍ୟମାନଙ୍କୁ ପ୍ରଶାସନିକ ନିର୍ଦ୍ଦେଶ ଦିଏ। କେନ୍ଦ୍ର ଯିଏ ଆମର ନ୍ୟାସନାଲ ମାନେ କେନ୍ଦ୍ର ବିଭିନ୍ନ ସମୟରେ ରାଜ୍ୟମାନଙ୍କୁ ପ୍ରଶାସନିକ ନିର୍ଦ୍ଦେଶ ଦିଏ। ଏହି ନିର୍ଦ୍ଦେଶ ନ ମାନିଲେ ରାଷ୍ଟ୍ରପତି ଶାସନ କରାଯାଇପାରେ ରାଜ୍ୟରେ। ଯଦି ଆମର କେନ୍ଦ୍ର ରାଜ୍ୟମାନଙ୍କୁ ପ୍ରଶାସନିକ ନିର୍ଦ୍ଦେଶ ଦେଲା, ସେହି ନିର୍ଦ୍ଦେଶକୁ ନ ମାନିଲେ ରାଷ୍ଟ୍ରପତି ଶାସନ ସେହି ରାଜ୍ୟରେ ଜାରି କରାଯାଇପାରେ। କେନ୍ଦ୍ରର ନିର୍ଦ୍ଦିଷ୍ଟ କ୍ଷମତା ମିନ୍ସ 257 ଧାରା ଅନୁସାରେ କେନ୍ଦ୍ରୀୟ ପ୍ରଶାସନିକ କ୍ଷମତାର ବ୍ୟବହାର ସମୟରେ ରାଜ୍ୟ ପ୍ରଶାସନିକ କୌଣସି ବାଧା ସୃଷ୍ଟି କରିପାରିବ ନାହିଁ। ଯେତେବେଳେ କେନ୍ଦ୍ରୀୟ ପ୍ରଶାସନିକ କ୍ଷମତା ବ୍ୟବହାର ସମୟରେ ବ୍ୟବହାର କରାଯାଉଛି, ସେତେବେଳେ ରାଜ୍ୟ ପ୍ରଶାସନିକ କୌଣସି ବାଧା ସୃଷ୍ଟି କରିପାରିବ ନାହିଁ। ରାଜ୍ୟକୁ କ୍ଷମତା ମିନ୍ସ ଜାତୀୟ ରାଜପଥ, ରେଳପଥ ଇତ୍ୟାଦିର ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ଅର୍ଥ ପ୍ରଦାନ କରେ। କେନ୍ଦ୍ର ସରକାର ରେଳପଥ କିମ୍ବା ରେଳପଥ ଇତ୍ୟାଦିର ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ର ସରକାର ଆମର ରାଜ୍ୟକୁ ଅର୍ଥ ପ୍ରଦାନ କରିଥାଏ। ଅର୍ଥ ମିନ୍ସ କିଛି ପଇସା ଟଙ୍କା ପ୍ରଦାନ କରିଥାଏ। ବିକ୍ରି କର ଆଦାୟ ମିନ୍ସ 258 ଧାରା ଅନୁସାରେ ବିକ୍ରି କର ଆଦାୟ ପାଇଁ କେନ୍ଦ୍ର ସରକାର ରାଜ୍ୟପାଳଙ୍କୁ କ୍ଷମତା ପ୍ରଦାନ କରିଥାନ୍ତି। କେନ୍ଦ୍ର ସରକାର ହିଁ ରାଜ୍ୟପାଳଙ୍କୁ କ୍ଷମତା ପ୍ରଦାନ କରିଥାଏ ବିକ୍ରି କର ଆଦାୟ ପାଇଁ। ନେକ୍ସଟ ହେଲା କେନ୍ଦ୍ରର ପ୍ରତିନିଧି। ରାଜ୍ୟପାଳ ରାଜ୍ୟ ଶାସନର ମୁଖ୍ୟ। ସେହିପରି ରାଷ୍ଟ୍ରପତି ଦେଶର ମୁଖ୍ୟ। ରାଜ୍ୟପାଳ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତି ହୁଅନ୍ତି। ରାଜ୍ୟପାଳ ଯିଏ ରାଜ୍ୟର ମୁଖ୍ୟ, ସିଏ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତି ହୁଅନ୍ତି। ବର୍ତ୍ତମାନ ଜାଣିଥିବ, ବର୍ତ୍ତମାନ ଆମ ରାଷ୍ଟ୍ରର ରାଷ୍ଟ୍ରପତି ହେଉଛନ୍ତି ଦ୍ରୌପଦୀ ମୁର୍ମୁ। ତ ସେହିପରି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆମ ରାଜ୍ୟର ରାଜ୍ୟପାଳ ନିଯୁକ୍ତି ପାଇଥାନ୍ତି। ନଦୀ ଜଳ ବଣ୍ଟନ ଏହାକୁ ଭଲ ଭାବରେ ମନ ରଖିବ। ଏହି ଧାରା ବା ଏହା ସର୍ଟ କ୍ୱେଶ୍ଚନରେ ବହୁତ ଥର ଆସିଥାଏ। 262 ଧାରା ଅନୁସାରେ ନଦୀ ଜଳ ବ୍ୟବହାର, ବଣ୍ଟନ ଓ ନିୟନ୍ତ୍ରଣ ପାଇଁ ପାର୍ଲିଆମେଣ୍ଟ ଆଇନ ପ୍ରଣୟନ କରେ। ପାର୍ଲିଆମେଣ୍ଟ ବା ସଂସଦ ଆଇନ ପ୍ରଣୟନ କରେ 262 ଧାରା ଆଇନ ଅନୁସାରେ। ଏହା ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଉପସ୍ଥାପିତ ହୋଇପାରିବ ନାହିଁ। କେବଳ ପାର୍ଲିଆମେଣ୍ଟ ବା ସଂସଦ ଆଇନ ପ୍ରଣୟନ କରିବ ନଦୀ ଜଳ ବଣ୍ଟନ ନିୟନ୍ତ୍ରଣ ପାଇଁ। ସର୍ବଭାରତୀୟ ଚାକିରି ଦେଖିବା। ସର୍ବଭାରତୀୟ ଚାକିରି 312, ଏଇଟା ଭେରି ଇମ୍ପୋର୍ଟାଣ୍ଟ, ଏହାକୁ ମନେ ରଖିବ। 312 ଧାରା ଅନୁସାରେ ସର୍ବଭାରତୀୟ ଚାକିରି ପାର୍ଲିଆମେଣ୍ଟ ଦ୍ୱାରା ସୃଷ୍ଟି କରାଯାଏ। 312 ଧାରା ଅନୁସାରେ ସେମାନଙ୍କର ନିଯୁକ୍ତି ପ୍ରଣାଳୀ ଓ ଚାକିରି ସର୍ତ୍ତ କେନ୍ଦ୍ର ଦ୍ୱାରା
ନିୟନ୍ତ୍ରିତ ହୁଏ, କେନ୍ଦ୍ର ଦ୍ୱାରା ନିୟନ୍ତ୍ରିତ ହୁଏ। ସେମାନଙ୍କ ଚାକିରି ସେମାନଙ୍କ ନିଯୁକ୍ତି ପ୍ରଣାଳୀ କେମିତି ହେବ, ଚାକିରିର ସର୍ତ୍ତାବଳୀ ସର୍ତ୍ତ କ'ଣ କ'ଣ ରହିବ ତାହା କେନ୍ଦ୍ର ନିୟନ୍ତ୍ରିତ କରିଥାଏ। ନେକ୍ସଟ ହେଲା ଜରୁରୀ ପରିସ୍ଥିତି ମିନ୍ସ ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଲେ, ରାଜ୍ୟର ସାମ୍ବିଧାନିକ ବ୍ୟବସ୍ଥା ଯେଉଁଠି ଭୁଷୁଡ଼ି ପଡ଼ିଲେ କିମ୍ବା ରାଜ୍ୟ କେନ୍ଦ୍ର ନିର୍ଦ୍ଦେଶ ନ ମାନିଲେ, ଯଦି ରାଜ୍ୟ କେନ୍ଦ୍ରର ନିର୍ଦ୍ଦେଶ ନ ମାନିଲେ ସମ୍ବିଧାନ 356 ଧାରା ଅନୁସାରେ ସେହି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୁଏ। ସେହି ରାଜ୍ୟରେ ମିନ୍ସ ରାଷ୍ଟ୍ରପତି ଶାସନ ଜାରି ହୁଏ। ତ ଫ୍ରେଣ୍ଡସ୍ ଆମେ ପଲିଟିକାଲ ସାଇନ୍ସର ୟୁନିଟ୍ 2ର ଲଙ୍ଗ କ୍ୱେଶ୍ଚନ୍ ଆଲୋଚନା କଲେ। ତ ନେକ୍ସଟ ପରବର୍ତ୍ତୀ ସମୟରେ ଆହୁରି କିଛି ସର୍ଟ କ୍ୱେଶ୍ଚନ୍ କିଛି ଲଙ୍ଗ କ୍ୱେଶ୍ଚନ୍ ସବୁ ପରୀକ୍ଷା ଦୃଷ୍ଟିରୁ ଭେରି ଭେରି ଇମ୍ପୋର୍ଟାଣ୍ଟ ଥିବା ସବୁ ଆଲୋଚନା କରିବା। ତ ଏମିତି ନୋଟ୍ ପାଇବା ପାଇଁ ଚାହୁଁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜଣାନ୍ତୁ ଯେ ଆପଣଙ୍କୁ କେଉଁ ନୋଟ୍ ଦରକାର କି କିସ ତାହା ମୁଁ ସେପାରେଟେଡ଼ ଭିଡ଼ିଓ ବନେଇକି ଛାଡ଼ିବି। ତ ରହୁଛି, ଧନ୍ୟବାଦ।